ପିଲାମାନେ ଆଜି ଆମେ ଆଲୋଚନା କରିବା ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ସୋସିଓଲୋଜି ସମାଜଶାସ୍ତ୍ରର ୟୁନିଟ୍ 1 ଇଣ୍ଟ୍ରୋଡ୍ୟୁସିଂ ଇଣ୍ଡିଆନ୍ ସୋସାଇଟି ପିରିୟଡ଼୍ସ ଭାରତୀୟ ସମାଜର ପରିଚୟରୁ 3 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର୍। ଓକେ, ଆରମ୍ଭ କରିବା ପିଲାମାନେ। ପ୍ରଥମ ପ୍ରଶ୍ନ, ବିଭିନ୍ନତା କ'ଣ? ଏକତାର ବିପରୀତ ଶବ୍ଦ ହେଉଛି ବିଭିନ୍ନତା। ଏହା ସାଧାରଣତଃ ଜୈବିକ, ଧାର୍ମିକ, ଭାଷାଗତ ଓ ଜାତିଗତ ଲକ୍ଷଣ ଉପରେ ପର୍ଯ୍ୟବସିତ। ଦଳେ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ସାମୂହିକ ପାର୍ଥକ୍ୟକୁ ବିଭିନ୍ନତା କୁହାଯାଏ। ଭାରତବର୍ଷ ଅନେକ ବିଭିନ୍ନତାର ଏକ ଦେଶ, ଯେଉଁଠାରେ ବିଭିନ୍ନ ପ୍ରଜାତି, ଧର୍ମ, ଭାଷା ଓ ସଂସ୍କୃତିର ଲୋକ ବାସ କରନ୍ତି। ଓକେ, ପରବର୍ତ୍ତୀ ପ୍ରଶ୍ନ, ପ୍ରଜାତୀୟ ବିଭିନ୍ନତା। ଓକେ, ଏକାଧିକ ପ୍ରଜାତିର ଅବସ୍ଥିତି ଭାରତୀୟ ସମାଜର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଅଟେ। ଭାରତ ପ୍ରଜାତୀୟ ବିଭିନ୍ନତାର ଏକ ଦେଶ ଅଟେ, ଯେଉଁଠାରେ ବିଶ୍ୱର ସମସ୍ତ ପ୍ରକାର ପ୍ରଜାତି ଦେଖିବାକୁ ମିଳିଥାନ୍ତି। ପ୍ରଜାତୀୟ ବିବିଧତା ଜୈବିକ ପାର୍ଥକ୍ୟ ଭିତରେ ହିଁ ପରିଲକ୍ଷିତ ହୋଇଥାଏ। ଭାରତବର୍ଷରେ ଦେଖାଯାଉଥିବା ପ୍ରଜାତି ଗୁଡ଼ିକ ହେଉଛି, ଉଦାହରଣ କ'ଣ ହେଲା ନା ଇଣ୍ଡୋ ଆର୍ଯ୍ୟ, ମଙ୍ଗଲୋଏଡ୍, ନିଗ୍ରିଟୋ, ଦ୍ରାବିଡ଼ିଆନ୍ ଇତ୍ୟାଦି। ଗୋଟିଏ ଦେଶରେ ଭିନ୍ନ ଭିନ୍ନ ପ୍ରଜାତିର ଲୋକମାନେ ଦେଖିବାକୁ ମିଳିଲେ ତାହା ପ୍ରଜାତୀୟ ବିବିଧତା ନାମରେ ନାମିତ ହୋଇଥାଏ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଭାଷାଗତ ବିଭିନ୍ନ। ଭାରତ ଏକ ବହୁଭାଷୀ ରାଷ୍ଟ୍ର। A.R. ଦେଶାଇଙ୍କ ମତରେ ଭାରତ ବିଭିନ୍ନ ଭାଷାର ଏକ ସଂଗ୍ରହାଳୟ ଅଟେ। ଭାରତରେ ପ୍ରାୟ 2000 ପ୍ରକାର ଭାଷା ଦେଖିବାକୁ ମିଳେ। ଆମ ସମ୍ବିଧାନ 22ଟି ଭାଷାକୁ ସ୍ୱୀକୃତି ପ୍ରଦାନ କରିଛି। ଭାରତରେ ମୁଖ୍ୟତଃ 4 ଗୋଟି ଭାଷାଗତ ପରିବାର ଦେଖିବାକୁ ମିଳେ, ଯଥା 1ରେ ଇଣ୍ଡୋ ଆର୍ଯ୍ୟ ଭାଷା ପରିବାର, ଦ୍ରାବିଡ଼ିଆନ୍ ଭାଷା ପରିବାର, ଅଷ୍ଟ୍ରିକ୍ ଭାଷା ପରିବାର ଏବଂ ସିନୋ ତିବ୍ବତୀୟ ଭାଷା ପରିବାର ଇତ୍ୟାଦି। ଓକେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଧାର୍ମିକ ବିଭିନ୍ନତା। ଧାର୍ମିକ ବିଭିନ୍ନତା ଭାରତୀୟ ସମାଜର ଏକ ବୈଶିଷ୍ଟ୍ୟ ଅଟେ। ଭାରତବର୍ଷ ବିଭିନ୍ନ ଧର୍ମଗୁଡ଼ିକର କେନ୍ଦ୍ରସ୍ଥଳୀ, ଯଥା ହିନ୍ଦୁ, ମୁସଲିମ, ବୌଦ୍ଧ, ଖ୍ରୀଷ୍ଟ, ଜୈନ, ଶିଖ, ପାର୍ସୀ ଇତ୍ୟାଦି। ଏହି ଧର୍ମଗୁଡ଼ିକର ନିଜ ନିଜର ସମ୍ପ୍ରଦାୟ ରହିଛି। ପ୍ରତ୍ୟେକ ଧର୍ମର ଉପାସକମାନେ ନିଜେ ପରସ୍ପରଠାରୁ ଭିନ୍ନ ଓ ସ୍ୱତନ୍ତ୍ର ବୋଲି ଯୁକ୍ତି କରିଥାନ୍ତି। ଓକେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସାଂସ୍କୃତିକ ଏକତା। ଭାରତୀୟ ସମାଜରେ ସୁଦୃଢ଼ ସାଂସ୍କୃତିକ ଏକତା ପରିଲକ୍ଷିତ ହୋଇଥାଏ। ଏହି ସାଂସ୍କୃତିକ ଏକତା ସାହିତ୍ୟ ଓ ବିଭିନ୍ନ ସମୁଦାୟର ଭାବନା ବା ଚିନ୍ତାଧାରାରେ ପ୍ରତିଫଳିତ ହୋଇଥାଏ। ଭାରତର ସାଂସ୍କୃତିକ ଏକତା ବିଭିନ୍ନ ସାମାଜିକ ଉତ୍ସବ, ପର୍ବପର୍ବାଣି, ସ୍ଥାପତ୍ୟ, ଧାର୍ମିକ କର୍ମକାଣ୍ଡ ଓ ଜୀବନଶୈଳୀ ଆଦିରେ ପରିଲକ୍ଷିତ ହୋଇଥାଏ। ଓକେ, ତାପରେ କ'ଣ କହୁଛି ନା ଦେଶର ସର୍ବତ୍ର ହୋଲି, ଦୀପାବଳି, ଦଶହରା, ରାକ୍ଷୀ ବନ୍ଧନ ଆଦି ପର୍ବପର୍ବାଣି ଗୁଡ଼ିକ ସମାନ ଭାବେ ପାଳିତ ହେବା ଭାରତର ଦୃଢ଼ ସାଂସ୍କୃତିକ ଏକତାକୁ ଦର୍ଶାଇଥାଏ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଧାର୍ମିକ ଏକତା। ଭାରତ ଏକ ବହୁ ଧର୍ମର ଦେଶ। ମାତ୍ର ଧାର୍ମିକ ବିଭିନ୍ନତା ସତ୍ତ୍ୱେ ଏହି ଧାର୍ମିକ ସମୂହଗୁଡ଼ିକ ମଧ୍ୟରେ ଧାର୍ମିକ ଏକତାର ଏକ ଅନ୍ତଃସ୍ରୋତ ପ୍ରବାହିତ, ଯାହାକି ଭାରତର ସୁଦୃଢ଼ ଧାର୍ମିକ ଏକତାକୁ ଦର୍ଶାଇଥାଏ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଭାରତରେ ଏକତାର କାରକ। ବିଭିନ୍ନତା ମଧ୍ୟରେ ଏକତା ଭାରତୀୟ ସମାଜର ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ। ଅତୀତର ଇତିହାସରେ ଜଣାଯାଏ ଯେ ଆବାହମାନ କାଳରୁ ଏହି ଦେଶରୁ ଏକତା ପ୍ରତିଷ୍ଠିତ ହୋଇଆସିଛି। ଏହି ଏକତାର ମୁଖ୍ୟ କାରକଗୁଡ଼ିକ ହେଲା ଭୌଗୋଳିକ ଐକ୍ୟ, ଧାର୍ମିକ ଐକ୍ୟ, ରାଜନୈତିକ ଐକ୍ୟ, ଆବେଗମୟ ଐକ୍ୟ ଓ ପ୍ରଜାତୀୟ ଐକ୍ୟ ଇତ୍ୟାଦି। ଓକେ, ଇଏ ହେଉଛି ଭାରତରେ ଏକତାର କାରକ ସବୁ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ଏକତାର ସମସ୍ୟାମାନ। ଯଦିଓ ଭାରତୀୟ ସମାଜରେ ଦ୍ରୁତ ଏକତା ପରିଲକ୍ଷିତ ହୋଇଥାଏ, ତଥାପି ଅନେକ ସମୟରେ କେତେଗୁଡ଼ିଏ କାରକ ଭାରତର ଏକତାର ପ୍ରତିବନ୍ଧକ ରୂପେ ଦଣ୍ଡାୟମାନ ହୋଇଥାନ୍ତି। ସେଗୁଡ଼ିକ ହେଲା ସାମ୍ପ୍ରଦାୟିକତାବାଦ, ଜାତିବାଦ, ଭାଷାବାଦ, ଆଞ୍ଚଳିକତାବାଦ ଇତ୍ୟାଦି। ବିବିଧତା ମଧ୍ୟରେ ଏକତା କାହାକୁ କୁହାଯାଏ? ଅନେକ ପ୍ରଜାତୀୟ ଭାଷାଗତ, ଧାର୍ମିକ ଓ ଜାତିଗତ ବିଭିନ୍ନତା ମଧ୍ୟରେ ପରିଲକ୍ଷିତ ହୋଇଥିବା ଏକତାକୁ ବିବିଧତା ମଧ୍ୟରେ ଏକତା କୁହାଯାଏ। ଆମ ଦେଶ ଭାରତବର୍ଷ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ସୁନ୍ଦର ଉଦାହରଣ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଏକତାର ଭୌଗୋଳିକ କାରକ।
अन्यान्य कारक भली भौगोलिक कारक मध्य भारतर एकता प्रतिष्ठा क्षेत्र में प्रमुख भूमिका ग्रहण करिଥାଏ। एहार भौगोलिक विराटता और विभिन्नता सत्वे भारतर भौगोलिक एकता रही। एहार प्राकृतिक सीमारेखा तार भौगोलिक एकता पर दायी अटे। एहार तीन पार्श्वर विशाल समुद्र और उत्तर में सुउच्च हिमालय पर्वतमाला एहाकू भौगोलिक एकता प्रदान करुछि। ओके, परवर्ती प्रश्न, भारत सांस्कृतिक एकता। सांस्कृतिक विभिन्नता सत्वे भारत सुदृढ़ सांस्कृतिक एकता परिलक्षित होता है। भारतीय सामाजिक जीवनर प्रत्येक क्षेत्र में यही एकता परिलक्षित होता है। विभिन्न पर्वपर्वाणी, उत्सव, धार्मिक कर्मकांड मध्य यही एकता परिलक्षित होता है। यह हूँ भारतर सांस्कृतिक एकता। परवर्ती प्रश्न को जीवा। भारत रे विविधतार एकता। विभिन्नता एकतार एक सुंदर उदाहरण होउछि आम देश भारत। एठारे अनेक प्रजातीय भाषागत धार्मिक विभिन्नता मध्य एकता परिलक्षित होता है। जो कारण गुड़िक विभिन्नता दायी अटंती से सब कारण एकता दायी अटंती। तेणु विविधता मध्य एकता प्रत्येक भारतीय ठारे लुक्कायित होई रही। परवर्ती प्रश्न, भारत रे विभिन्नतार कारण समूह। एकतार विपरीत होची विभिन्नता। जैविक, धार्मिक, भाषागत लक्षण उपर पर्यवेसित दले लोकंग मध्य थिबा सामूहिक पार्थक्य को विभिन्नता कहुए। भारत में अनेक क्षेत्र में विभिन्नता परिलक्षित होता है, यथा धर्म, भाषा, जाति, प्रजाति, संस्कृति, आंचलिकता भितर अनेक प्रभेद परिलक्षित होता है। एसहित धर्म, भाषा, जाति, प्रजाति, संस्कृति और आंचलिक भितर अनेक प्रभेद परिलक्षित होता है। ओके, देख पिला माने एकता और विभिन्नता मध्य पार्थक्य। एकता एक प्रकार भाव को बुझाई था, किंतु विभिन्नता लोक मान मध्य सामूहिक पार्थक्य को दर्शाई था। एकतार विपरीत शब्द हूँ विभिन्नता। एकता एक देशर सदस्य मान एकत्र करुवा बेले विभिन्नता से पार्थक्य आनी था। एकता लोक मान मध्य संहति, एकता लोक मान मध्य संहति आणुवा बेले विभिन्नता से पार्थक्य आनी था। यह हूँ कौन एकता और विभिन्नता मध्य थिबा पार्थक्य। एकता विभिन्नता मध्य पार्थक्य। ओके, परवर्ती प्रश्न, प्रजातीय विभिन्नता और भाषागत विभिन्नता पार्थक्य है। जैविक एक नंबर कौन कौन प्रजातीय विभिन्नता, भाषागत विभिन्नता पार्थक्य। जैविक और दैहिक लक्षण भितर प्रजातीय विभिन्नता परिलक्षित होता है, किंतु लोक माने कथा हेउथिया भाषा भितर भाषागत विभिन्नता परिलक्षित होता है। 2 नंबर पार्थक्य, भारत में 6 प्रकार प्रजाति देखुथिया मिलुथिया बेले एठार प्राय 2000 ऊर्ध्व कथित और लिखित भाषा रही। प्रवर्ती पार्थक्य, भारतीय जनसंख्या को 6टी प्रजातीय समूह में विभाजित करा जायथिया बेले समुदाय भाषा को 4टी भाषागत परिवार में विभाजित करा जायछि। परवर्ती प्रश्न, जैन धर्म। जैन धर्म ख्रीष्टपूर्व 6ठ शताब्दी में भारत में सृष्टि होइतिला। महापुरुष महावीर यही धर्मर प्रतिष्ठाता अटंती। ओके, यही धर्म हिंदू धर्म सहित निबिड़ भाव संपृक्त अटे। अहिंसा नीति रे एमाने विश्वास करुथिले। जैन माने हिंदू मानक परि गाई पूजा करुथिले। एमानकर संख्या खूब कम। दिगंबर और श्वेतांबर यही 2टी संप्रदायर जैन धर्म विभक्त। दिगंबर और श्वेतांबर यही 2टी संप्रदाय जैन। ख्रीष्ट धर्मर प्रतिष्ठाता होउछन्ति जीशु ख्रीष्ट। ख्रीस्टियान मानकर धर्म ख्रीष्ट धर्म रूपे परिचित। गिर्जा सेमानकर प्रधान पीठस्थली। भारत में समुदाय जनसंख्यार 2% भाग अधिक ख्रीष्ट धर्मावलंबी अटंती, किंतु केरल में सबुठारु अधिक संख्यक ख्रीष्ट धर्मावलंबी बास करथांती। ख्रीष्ट धर्मर 2टी संप्रदाय है यथा रोमान कैथोलिक एवं प्रोटेस्टेंट। ओके, परवर्ती प्रश्न, धर्मर अर्थ बुझाओ। भारत एक धर्मनिरपेक्ष राष्ट्र होइतिले मध्य लोक माने एठारे सेमानक देश अपेक्षा निज निज धर्म प्रति अधिक आनुगत्य प्रदर्शन करिथांती। यही धार्मिक आनुगत्यता और धार्मिक विभिन्नता भारतर विभाजन पर दायी हेबा सहित एहार एकता और संहति प्रति विपद सृष्टि करिछि। ओके, भारत में देखा जाउथिया प्रमुख धर्म गुड़िक हेउछि हिंदू धर्म, इस्लाम, ख्रीष्ट धर्म, सिख धर्म, बौद्ध धर्म, जैन धर्म, जोराष्ट्र बा पासी धर्म एवं जीववाद। ओके,
पुनश्च ଏହି ଧର୍ମଗୁଡ଼ିକର ଏକାଧିକ ଗୋଷ୍ଠୀ ବା ସମ୍ପ୍ରଦାୟମାନ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଧର୍ମ କ'ଣ? ଧର୍ମ ସାଧାରଣତଃ ଏକ ଅତି ପ୍ରାକୃତିକ ଶକ୍ତିରେ ବିଶ୍ୱାସ ଓ ତତ୍ସଂକ୍ରାନ୍ତୀୟ ଅଭ୍ୟାସ ଓ କର୍ମକାଣ୍ଡ ଆଦିର ପାଳନକୁ ବୁଝାଇଥାଏ। ଏହି ବିଶ୍ୱାସ ଓ ଅଭ୍ୟାସ ମାନବିକ ସମ୍ପର୍କକୁ ପ୍ରଭାବିତ କରିଥାଏ। ଭାରତରେ ବିଭିନ୍ନ ଧର୍ମ ଯଥା ହିନ୍ଦୁ, ଖ୍ରୀଷ୍ଟ, ବୌଦ୍ଧ, ମୁସଲିମ, ଜୈନ ଓ ଶିଖ ଇତ୍ୟାଦି ଦେଖିବାକୁ ମିଳିଥାନ୍ତି। ଏହି ସମସ୍ତ ଧର୍ମ ସବୁ ଈଶ୍ୱରଙ୍କୁ ଏକ ବୋଲି ମନେ କରିଥାନ୍ତି। ହେଲା, ଦୁରକ୍ଷିମଙ୍କ ମତରେ ଧର୍ମ ହେଉଛି ବିଶ୍ୱାସ ଓ ଅଭ୍ୟାସ ଗୁଡ଼ିକର ଏକ ସଂଗଠିତ ବ୍ୟବସ୍ଥା ଯାହାକି ପବିତ୍ର ଦ୍ରବ୍ୟ ସହିତ ସମ୍ପୃକ୍ତ ଅଟେ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଜୀବବାଦ କାହାକୁ କହିବା? ଜୀବବାଦ ଏକ ପୁରାତନ ବସ୍ତୁ ଅଟେ। ଏହା ଏକ ଜନଜାତୀୟ ଧର୍ମ। ଏହି ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଯେ ମନୁଷ୍ୟ କେତେକ ଅବୈତିକ ଶକ୍ତି ଦ୍ୱାରା ବେଷ୍ଟିତ ଓ ଏହି ଶକ୍ତି ଶିଳା, ନଦୀ, ଗଛ ଇତ୍ୟାଦିରେ ରହିଥାଏ। ଏହି ଶକ୍ତିକୁ ପୂଜା କରିବା ଦ୍ୱାରା ସମସ୍ତ ଅସୁବିଧାରୁ ମୁକ୍ତି ମିଳିବ ବୋଲି ଏମାନେ ବିଶ୍ୱାସ କରିଥାନ୍ତି। ଓକେ, ପରବର୍ତ୍ତୀ ପ୍ରଶ୍ନ, ଶିଖ ଧର୍ମ। ଶିଖ ଧର୍ମର ପ୍ରତିଷ୍ଠାତା ରୂପେ ଗୁରୁ ନାନକ ପରିଚିତ। ଗୁରୁ ନାନକଙ୍କ ମତରେ ଈଶ୍ୱର ନିରାକାର। ଶିଖମାନେ ଗୁରୁଦ୍ୱାରରେ ପୂଜା ଓ ପ୍ରାର୍ଥନା କରିଥାନ୍ତି। ଶିଖମାନଙ୍କର ପବିତ୍ର ଗ୍ରନ୍ଥ ସାହେବ ଅଟେ। ଶିଖମାନେ ସାଧାରଣତଃ 5ଟି କେ ଦ୍ୱାରା ଚିହ୍ନିତ ହେଉଥିଲେ, ଯଥା କେଶର, ଲମ୍ବା ଚୁଟି, କଙ୍ଗା, କଚା, କଡ଼ା, କୃପାଣ ବା ଖଣ୍ଡା ଯାହାକୁ କୁହାଯାଉଛି। ଓକେ, ସମୁଦାୟ ଭାରତର ଜନସଂଖ୍ୟାର 2% ଶିଖ ଅଟନ୍ତି। ଏମାନେ ହିଁ ପୂଜାରେ ବିଶ୍ୱାସ କରିନଥାନ୍ତି। ଶିଖମାନେ ମୁଖ୍ୟତଃ ପଞ୍ଜାବରେ ବାସ କରନ୍ତି। ଓକେ, ପରବର୍ତ୍ତୀ ପ୍ରଶ୍ନ, ବୌଦ୍ଧ ଧର୍ମ। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଭାରତରେ ଗୌତମ ବୁଦ୍ଧ ଏହି ଧର୍ମ ପ୍ରତିଷ୍ଠା କରିଥିଲେ। ବୌଦ୍ଧ ଧର୍ମ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରୁ ସମ୍ରାଟ ଅଶୋକଙ୍କ ସମୟରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜକୀୟ ପୃଷ୍ଠପୋଷକତା ଲାଭ କରିଥିଲା। ଅହିଂସା ଏହାର ମୁଖ୍ୟ ନୀତି। ସଂଘ, ଧର୍ମ, ବୁଦ୍ଧ ଏହି ଧର୍ମର 3ଟି ମୁଖ୍ୟ ଅବଲମ୍ବନ। ଓକେ, କାମନାର ବିନାଶରେ ଦୁଃଖର ବିନାଶ ଏହି ଧର୍ମର ପ୍ରମୁଖ ବାଣୀ। ଏମାନେ ହୀନଯାନ ଓ ମହାଯାନ 2ଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ। ଓକେ, ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୁ ଧର୍ମ। ହିନ୍ଦୁ ଧର୍ମ ଭାରତର ପ୍ରମୁଖ ଧର୍ମ। ସମୁଦାୟ ଭାରତର ଜନସଂଖ୍ୟାର 82% ଉର୍ଦ୍ଧ୍ୱ ହେଉଛନ୍ତି ଏହି ଧର୍ମାବଲମ୍ବୀ। ହିନ୍ଦୁମାନେ ଧର୍ମ, କର୍ମ, ପୁନର୍ଜନ୍ମ, ନିର୍ମାଣ, ପୁରୁଷାର୍ଥ, ଆତ୍ମାର ଅବିନଶ୍ୱରତା ଆଦିରେ ବିଶ୍ୱାସ କରିଥାନ୍ତି। ହିନ୍ଦୁ ଧର୍ମରେ ଏକାଧିକ ସମ୍ପ୍ରଦାୟ ଗୁଡ଼ିକ ହେଲା ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, କବୀରପନ୍ଥୀ ଇତ୍ୟାଦି। ଗୀତା, ଭାଗବତ, ବେଦ, ମହାଭାରତ, ରାମାୟଣ ଇତ୍ୟାଦି ଏହି ଧର୍ମର ପ୍ରମୁଖ ଧର୍ମଗ୍ରନ୍ଥ ଅଟେ। ଓକେ, ପରବର୍ତ୍ତୀ ପ୍ରଶ୍ନ, ସାମାଜିକ ଓ ଅର୍ଥନୈତିକ ବିକାଶ ଭିତ୍ତିରେ ଜନଜାତି ଗୁଡ଼ିକର ବର୍ଗୀକରଣ ଦର୍ଶାଅ। ସାମାଜିକ ଓ ଅର୍ଥନୈତିକ ବିକାଶକୁ ଭିତ୍ତି କରି ଟି.ଏନ୍. ମଦନ ଓ ଡି.ଏନ୍. ମଜୁମଦାର ଭାରତୀୟ ଜନଜାତିମାନଙ୍କୁ 4 ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମ ଭାଗରେ ଅନ୍ତର୍ଭୁକ୍ତ ଜନଜାତି ଗୁଡ଼ିକ ଜୀବିକା ନିର୍ବାହ ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜାତିମାନଙ୍କର ପ୍ରଧାନ ବୃତ୍ତି ହେଲା ଖାଦ୍ୟ ସଂଗ୍ରହ ଓ କୃଷି କାର୍ଯ୍ୟ। ଦକ୍ଷିଣ ପୂର୍ବ ଓ ମଧ୍ୟ ଭାରତର ବହୁ ସଂଖ୍ୟକ ଜନଜାତି 3ୟ ଭାଗରେ ଅନ୍ତର୍ଭୁକ୍ତ। ନୂତନ ବ୍ୟବସାୟିକ ଜନଜାତୀୟ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିଛି। ଓକେ, ପରବର୍ତ୍ତୀ ପ୍ରଶ୍ନ, ଭୌଗୋଳିକ ବଣ୍ଟନ ଭିତ୍ତିରେ ଜନଜାତିମାନଙ୍କର ବର୍ଗୀକରଣ ଦର୍ଶାଅ। ପ୍ରଥମ କ'ଣ କହୁଛି ନା ଉତ୍ତର ପୂର୍ବ ମଣ୍ଡଳ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପୂର୍ବ ପଞ୍ଜାବ, ପୂର୍ବ କାଶ୍ମୀର, ନାଗାଲାଣ୍ଡ, ଆସାମ ପ୍ରଭୃତି ରାଜ୍ୟମାନେ ଏହି ମଣ୍ଡଳରେ ଅନ୍ତର୍ଭୁକ୍ତ। କେନ୍ଦ୍ରୀୟ ମଣ୍ଡଳ ବିହାର, ବଙ୍ଗଳା, ଉତ୍ତରପ୍ରଦେଶର ଦକ୍ଷିଣାଞ୍ଚଳ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ପ୍ରଭୃତି ପ୍ରଦେଶଗୁଡ଼ିକୁ ନେଇ ଗଠିତ। ଦାକ୍ଷିଣାତ୍ୟ ମଣ୍ଡଳ 4ଟି ଦାକ୍ଷିଣାତ୍ୟ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳକୁ ନେଇ ଗଠିତ। ପଶ୍ଚିମ ମଣ୍ଡଳ ରାଜସ୍ଥାନ, ଗୁଜରାଟ, କେନ୍ଦ୍ରୀୟ ଓ ପଶ୍ଚିମ ମହାରାଷ୍ଟ୍ର, ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏହି ଅଞ୍ଚଳରେ ଅନ୍ତର୍ଭୁକ୍ତ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡୋ ଆର୍ଯ୍ୟ ଭାଷା ପରିବାର। ଭାରତ ବିଭିନ୍ନ ଭାଷା ମଧ୍ୟରୁ ହିନ୍ଦୀ, ଓଡ଼ିଆ, ଆସାମୀ, ବେଙ୍ଗଲୀ, ଉର୍ଦ୍ଦୁ, ଗୁଜରାଟୀ, ମରାଠୀ ଓ କାଶ୍ମୀର ଆଦି ଇଣ୍ଡୋ ଆର୍ଯ୍ୟ ଭାଷା ପରିବାରର ଅନ୍ତର୍ଭୁକ୍ତ ଅଟେ। ଏହି ଭାଷା ପରିବାରର ଗୁରୁତ୍ୱପୂର୍ଣ୍ଣ ଭାଷା ହେଲା ହିନ୍ଦୀ।
भारतीय संविधान हिंदी भाषा को जातीय भाषा भाव स्वीकृति प्रदान करिछि। भारतीय अधिकांश लोक हिंदी भाषा रे कथा होइथांती। ओके, परवर्ती प्रश्न, द्राविडियन भाषा परिवार। भारत में 4टी भाषा यथा तमिल, तेलुगु, कन्नड़ और मलयालम यही भाषा परिवार अंतर्भुक्त। तमिलनाडुर लोक मैंने मुख्यतः तमिल भाषा कथा होती, आंध्र प्रदेश लोक मैंने तेलुगु भाषा कथा होती। हिंदी पर तेलुगु भारतर द्वितीय बृहत्तम भाषा भाव परिचित। ओके, सेहीपरि कर्णाटकर लोक मैंने कन्नड़ भाषा कथा होती और केरल लोक मैंने मलयालम भाषा कथा होती। भाषागत गठन कौन? भारतीय समाजर भाषागत गठन देखा जाए भारतवर्ष होउछि भिन्न भिन्न भाषार एक संगम स्थल। AR देसाई मतरे भारत विभिन्न भाषार एक संग्रहालय। 1951 मसीहा जनगणना अनुसार समुदाय 845 गोटी भाषा और उपभाषा रही। जॉर्ज गियर्सन तांको भारतर भाषागत सर्वे नामक संदर्भ में उल्लेख करिसेंती भारत में प्राय 875 भाषा देखा जाए। सेगुड़िक है कौन ना इंडो आर्य भाषा, द्राविडीय भाषा, ऑस्ट्रिक भाषा और सिनो तिब्बतीय भाषा अटे। ओके, तापर कौन देख बोले सिनो तिब्बतीय भाषा परिवार भारतर उत्तर पूर्वांचल बसवास करुଥିବା जनजाति मानकर समस्त भाषा और उपभाषा सिनो तिब्बतीय भाषागत परिवार अंतर्भुक्त। ऑस्ट्रिक और सिनो तिब्बतीय भाषागत परिवार अंतर्भुक्त। जनजातीय भाषा गुड़िकर संख्या होउछि 23। आम देशर समुदाय जनसंख्यार शतकड़ा 3.2 भाग लोक यही 2 भाषागत परिवार अंतर्भुक्त भाषा गुड़ी को कही था। ओके, परवर्ती प्रश्न, ऑस्ट्रिक भाषा परिवार मध्य और पूर्व भारत में बसवास करुଥିବା जनजाति मानकर भाषा और उपभाषा गुड़ी को ऑस्ट्रिक भाषागत परिवार श्रेणी अंतर्भुक्त। भारतर आदिवासी संप्रदायर मुंडारी, सांताली, हो, खरिया, कोरबा और कोरकू इत्यादि यही भाषागत परिवार अंतर्भुक्त। ओके, सेहीपरि उत्तर पूर्व भारत में खासी, जयंतिया पहाड़ में बसवास करुଥିବା आदिवासी माने मोनखमेर नामक ऑस्ट्रिक भाषा व्यवहार करिथांती। ओके पिला माने आज पई एतिकी। परवर्ती वीडियो रे आम यही सोशियोलॉजी समाजशास्त्र परवर्ती एक 3 मार्किया प्रैक्टिस वीडियो आनिबा। जदि कि पिला माने मो वीडियो को लाइक और शेयर करिनो, वीडियो गोटे लाइक और शेयर करे सहित चैनल को सब्सक्राइब करबा पे भूलिबनी। रहउची, थैंक यू।